ଗୋଡ଼ିଗଦା ମଧ୍ୟରୁ ହେଲ୍ପରଙ୍କର ମୃତଦେହ ଉଦ୍ଧାର ହତ୍ୟା ନା ଦୁର୍ଘଟଣା? ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ମହୋତ୍ସବ ପଡ଼ିଆ ନିକଟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ହାଇୱା ଟ୍ରକରୁ ଗୋଡ଼ି ଅନଲୋଡ୍ କରାଯାଉଥିବା ସମୟରେ ଗୋଡ଼ିଗଦା ମଧ୍ୟରୁ ଜଣେ ହେଲ୍ପରଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଫତେଗଡ଼ ଥାନା ବିଜିପୁର ପଞ୍ଚାୟତ ସୁନାଖେଳା ଗ୍ରାମର ଦିବାକର ରାଉତଙ୍କର ପୁଅ ମୁନା ରାଉତ। ମୁନା ଉକ୍ତ ହାଇୱା ଟ୍ରକରେ ହେଲ୍ପର ଭାବରେ କାର୍ଯ୍ୟ କରୁଥିଲେ। ଗୋଡ଼ି ଖଲାସ ହେବା ସମୟରେ ତାଙ୍କ ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣା ନା ଏହା ପଛରେ କୌଣସି ହତ୍ୟାକାଣ୍ଡର ରହସ୍ୟ ରହିଛି ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଟ୍ରକ୍ ଡ୍ରାଇଭର ଫେରାର ଥିବା ବେଳେ ପୁଲିସ ଗାଡ଼ିଟିକୁ ଜବତ କରିଛି। AK न्यूज ओडिशा।